ଖୁସି ଲାଗୁଛି ଯେହେତୁ ଏ କଳାକୃତି ମୁଁ ପିଲାବେଳୁ କରୁଥିଲି। ଯଦି ଘର ଚଟିଆ ଦେଖିବା ଆମେ ଯୋଉ ସୋରଡାରେ ମୋର ଗାଁରେ ଯୋଉ ରଥଯାତ୍ରା ସମୟରେ ମାଟିରେ ଘର ଚଟିଆ ଦେଖୁଥିଲୁ ତାକୁ ନିଜେ ମୁଁ ବନଉଥିଲି ତ ଖୁସି ଲାଗୁଥିଲା। ଏଇଭଳି ଅନେକ ଜିନିଷ ମୁଁ ବର୍ତ୍ତମାନ ବନେଇ ଆସିଛି। ପିଲାବେଳୁ ତ ମୁଁ କଳା ପ୍ରତି ଆକୃଷ୍ଟ ଥିଲି କରୁଥିଲି। ବର୍ତ୍ତମାନ ଯେତେବେଳେ ବ୍ରହ୍ମପୁର ଖଲିକୋଟ କଲେଜ ଯେତେବେଳେ ମୁଁ କଲେଜ ପାଠ ପଢିଲି +2 ସେବୁଠୁ ମୋର କଳାକାର ହିସାବରେ ଗୋଟେ ନାମିତ ହେଲା ବାଲୁକା ଶିଳ୍ପୀ ହିସାବରେ। ତ ସେବୁଠୁ ମୁଁ ବାଲୁକା ଆକାର ଗୋଟେ ଦେଇ ବାଲୁକା ଶିଳ୍ପୀର ପରିଚୟ ପାଇଥିଲି। ତ ପ୍ରଥମେ ଯେତେବେଳେ ଆମେ ପେନସିଲରେ କରୁଥିଲୁ, ଦ୍ୱିତୀୟରେ ଯେତେବେଳେ ପ୍ରଥମ ତୃତୀୟ ଶ୍ରେଣୀ ପଢୁଥିଲୁ ସେତେବେଳେ ମାଟିରେ ଘର ଚଟିଆ କରୁଥିଲୁ ଏବଂ ଗଣେଶ ମୂର୍ତ୍ତି କରୁଥିଲୁ। ତ ପିଲାବେଳେ ଏଇ କଳାକୃତି ଥିଲା ଯାହାକି ମୁଁ ଯୁବା ଅବସ୍ଥାରେ ଖଲିକୋଟ କଲେଜ ଯେତେବେଳେ ପାଠ ପଢିବାକୁ ଆସିଥିଲି ସେଇ ସମୟଠୁ ମୁଁ ବାଲୁକା କଳା ଶିଳ୍ପୀ ଭାବରେ ଗୋଟେ ପରିଚୟ ସୃଷ୍ଟି ହେଲା। ତାପରେ ମୁଁ ଅନେକ କଳାକୃତି କରିଛି କେବଳ ବାଲି ଛାଡିକିନି ସବୁ କିଛି କରିଛି। ଅନେକ ନ୍ୟାସନାଲ ଇଣ୍ଟରନ୍ୟାସନାଲ ସ୍ତରରେ ଯାଇ ମୁଁ ମୋର କଳାକୃତି ଦେଖେଇଛି। ବହୁତ ଖୁସି ଲାଗୁଛି ଯାହାକି ବିଶ୍ୱରୁ ଛୋଟ ଜଗନ୍ନାଥଙ୍କ ରଥ ହଉ, ଜଗନ୍ନାଥଙ୍କର ମୂର୍ତ୍ତି ହଉ, ବିଶ୍ୱର ଯେତିକି ଛୋଟ ଦେବାଦେବୀ ମୂର୍ତ୍ତି ବି ମୁଁ ବନେଇଛି। ବହୁତ ଖୁସି ଲାଗୁଛି। ତ ଆଜି ମତେ ନିଜକୁ ବି ବହୁତ ଖୁସି ଲାଗୁଛି ଯେ ମୋର ନ୍ୟୁଜ ପେପରରେ ଯୋଉ ବନେଇଛି ଦୁଇଟି ଘର ଚଟିଆ ତାହା ଆଜି ଆମେରିକା ମାଟିରେ ଅଛି। ତ ଆଜି ବିଶ୍ୱ ଜଳବାୟୁ ଉପରେ ଆଜି ଗୋଟେ ସେମିନାର ଅଛି। ସେ ଜାଗାରେ ଆଜି ମୋର କଳାକୃତି ଦୁଇଟି ଘର ଚଟିଆ ସେଟା ସ୍ଥାନିତ ହେବ। ତ ବହୁତ ଖୁସି ଲାଗୁଛି ଆଜି। ଦେଖନ୍ତୁ ଆଗକୁ ଯଦି କହିବେ ପ୍ରଥମରେ ତ ମୁଁ ମାଟିରେ କରେ, ତାପରେ ବାଲି, ତାପରେ ସାବୁନ, ଚକପିସ୍, ଖଡି, କାଠ, ବାଉଁଶ ବିଭିନ୍ନ ଯୋଉ ଜିନିଷ ମୋ ଆଖି ଆଗରେ ପଡେ ତାହା ମୁଁ କରିଛି। ପେପରରେ ବି ଘର ଚଟିଆ କରିକି ଗୋଟେ ପ୍ରତିବର୍ଷ ମାର୍ଚ୍ଚ ମାସ 20 ଆସିଲେ ମୁଁ ଘର ଚଟିଆ ନିମନ୍ତେ କିଛି ନା କିଛି କରେ। ପ୍ରଥମରେ ଦେଖିବା ମୁଁ ପତ୍ର ଉପରେ କରିକିରି ସଚେତନ ବାର୍ତ୍ତା ଦେଇଥିଲି। ତ ମୋର ସବୁବେଳେ ଇଚ୍ଛା ହୁଏ ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏଇ ଘର ଚଟିଆର ସୁରକ୍ଷା ନେଇପାରିବା। ଦେଖନ୍ତୁ ଗ୍ରୀଷ୍ମ ପ୍ରଭାବ ଯାହାକି ଟାଣ ଖରା ହେବା ହୋଇ ଚାଲିଛି। ତ ଜଳବାୟୁ ପରିବର୍ତ୍ତନ ହେଇଯାଉଛି। ତ ଆସନ୍ତୁ ଆମେ ସମସ୍ତେ ଏଇ ଘର ଚଟିଆ ମାନଙ୍କୁ ସୁରକ୍ଷିତ ଦେବା। ତା ସହିତ ଅନ୍ୟ ପକ୍ଷୀ ମାନଙ୍କୁ ଆମେ ଛାତ ଉପରେ ପାତ୍ରଟି ରଖିବା, ଯେପରି ପାଣି ଟିକେ ରଖିବା। ତ ସେମାନେ ଆସି ଏଇ ଜଳ ପିଇ ପାରିବେ ତ ନିଜକୁ ବି ଖୁସି ଲାଗିବ। ହଁ ଦେଖନ୍ତୁ ବିଶ୍ୱର ସବୁଠୁ ଛୋଟ ଜଗନ୍ନାଥଙ୍କ ରଥ ମୁଁ ବନେଇଛି। ଆଉ ଜଗନ୍ନାଥ ମୂର୍ତ୍ତି ଯାହାର ଉଚ୍ଚତା ମାତ୍ର 1 mm ସେଇ ଜଗନ୍ନାଥଙ୍କ ଆଶୀର୍ବାଦରେ ବନେଇ ପାରିଥିଲି। ତାପରେ ଦେଖିବା ଯଦି ଆମ ଗଣେଶ ମହାପ୍ରଭୁ ଗଣେଶଙ୍କର ବି 2 mm ରେ ଅଛି। ହାତୀ, ପଶୁ, ପକ୍ଷୀ ଯେତିକି ଯାହା ବି ଅଛି ଆୱାରନେସ୍ କରିବା ଉପରେ ଯେ ଦେବାଦେବୀ ଦେଖିବା କୃଷ୍ଣ, ରାମ, ଶିବ, କାଳୀ, ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ ସବୁ ଦେବାଦେବୀଙ୍କର ସବୁଠୁ ଛୋଟ ଅଛି ଯାହାକି ବିଶ୍ୱର ସବୁଠୁ ଛୋଟ। ତା ସହିତ ଦେଖିବା ବେଲେ ପ୍ରତି କିଛି ଅକେଜନ ଆସିଲେ ମୋର ସବୁବେଳେ ଆୱାରନେସ୍ କରିବା ଥାଏ। ଯେମିତି ସେଭ୍ ଗାର୍ଲ ଚାଇଲ୍ଡ ଡେ, ୱାର୍ଲଡ ଏଡ୍ସ ଡେ, କ୍ୟାନ୍ସର ଡେ ଏଭଳି ଅନେକ ଯୋଉ ଡେ ମାନଙ୍କରେ ବି ମୁଁ କରି ଲୋକଙ୍କୁ ସଚେତନ କରାଏ। ତ ନିଜକୁ ବହୁତ ଖୁସି ଲାଗେ। ଯାହାକି ବିଶ୍ୱର ସବୁଠୁ ଛୋଟ ଲଳିତଗିରି ଯାହାକି 1 mm ଯାହାକି ଇଣ୍ଡିଆ ଏସିଆ ବୁକ୍ ଅଫ୍ ରେ ସ୍ଥାନ ପାଇଛି। ସେ 75 ଗୋଟି ମୁଁ ମନୁମେଣ୍ଟସ କରିଥିଲି ଯାହାକି ଚକପିସ୍ ଉପରେ ସବୁଠୁ ଛୋଟ 1 mm ଟୁ 7 mm ଯାଇ ମୁଁ ଯାହା ବନେଇଥିଲି ଯାହାକି ଏସିଆ ଓ ଇଣ୍ଡିଆ ବୁକ୍ ସହିତ ଅନେକ ରେକର୍ଡରେ ସ୍ଥାନ ପାଇଛି। ଦେଖନ୍ତୁ ମୁଁ ତ ବହୁତ ଜାଗାରେ ପୁରସ୍କୃତ ହେଇଛି। ଯେମିତି ଦେଖିବା ଇଣ୍ଟରନ୍ୟାସନାଲ ସେମିନାର ହୁଏ ଦିଲ୍ଲୀରେ, ଇଣ୍ଡିଆ ବୁକ୍ ବି କରେ ଆଉ ଗ୍ଲୋବାଲ ବୁକ୍ କରେ। ଏମିତି ବହୁତ କିଛି ଜାଗାରେ ମୁଁ ଆନ୍ତର୍ଜାତୀୟ ସ୍ତରରେ ବି ପୁରସ୍କୃତ ହେଇଛି। ତ ପୁରସ୍କୃତ ହେବା ଯେତିକି ଖୁସି ନାହିଁ ଆମେ କଳାକୃତି ମାଧ୍ୟମରେ ଲୋକ ସଚେତନ ହେବା ତାଠୁ ଖୁସି ଆନନ୍ଦିତ କରେ। ଦେଖନ୍ତୁ ଏସିଆ ବୁକ୍ ଆଉ ଇଣ୍ଡିଆ ବୁକ୍ ଦେଖିବାକୁ ଗଲେ ପାଖାପାଖି ମୋର 50 ଟୁ ଉର୍ଦ୍ଧ୍ୱ ମୋର ରେକର୍ଡ ଅଛି। ଗ୍ଲୋବାଲ ବୁକ୍ ଅଫ୍ ରେକର୍ଡ ଅଛି, ରେକର୍ଡ ୱାର୍ଲଡ ରେକର୍ଡ ସେକ୍ଟରରେ ଅଛି, ଏକ୍ସକ୍ଲୁଜିଭ ୱାର୍ଲଡ ରେକର୍ଡ ସେକ୍ଟରରେ ମୋର ରେକର୍ଡ ଅଛି, ଗ୍ଲୋବାଲ ବୁକ୍ ଅଫ୍ ରେକର୍ଡରେ ଅଛି, ଏସିଆ ପାସିଫିକ ବୁକ୍ ଅଫ୍ ରେକର୍ଡ, ନ୍ୟାସନାଲ ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆ ୱାର୍ଲଡ ଇଣ୍ଡିଆ ରେକର୍ଡ ବହୁତ କିଛି ରେକର୍ଡରେ ମୋର ସ୍ଥାନ ଅଛି କଳାକୃତି। ଦେଖନ୍ତୁ ପୂର୍ବରୁ ମୋର ରଥ କାନାଡାରେ ବି ଅଛି। ତା ସହିତ ଏଥର ସୁଯୋଗ ଥିଲା ଯେତେବେଳେ ଆମର ସାଗର ଯାଇଛନ୍ତି ତ ତାଙ୍କ ହାତରେ ମୋର ଦୁଇଟି କଳାକୃତି ପଠେଇଛି ଯୋଉଟା କି ଏଇ ଯୋଉ ଆଜି ହଉଛି ୱାର୍ଲଡ ସ୍ପାରୋ ଡେ ଏବଂ ସବୁ ଗୋଟେ ସେମିନାର ଅଛି ବିଶ୍ୱର ସମସ୍ତ ଯାଇ ସେ ଜାଗାରେ ଗୋଟେ ସମ୍ମିଳନୀ ଅଛି। ତ ଆଜି ସେ ଜାଗାରେ ମୋର କଳାକୃତି ପହଞ୍ଚିଛି ଆଉ ଆଜି ପ୍ରଦର୍ଶିତ ହଉଛି ତ ନିଜକୁ ଖୁସି ଲାଗୁଛି।